ଦେବଶ୍ରୀ ନାରଦ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଆସନ୍ତି, ଶାମ୍ବ ତାଙ୍କୁ ଦେଖିକି ବିଭିନ୍ନ ଥଟ୍ଟା ପରିହାସ କରିଥାନ୍ତି। ଦେବଶ୍ରୀ ନାରଦଙ୍କ ରୂପ ଭେଷ, ତାଙ୍କର ବୀଣାବାଦନ ସଙ୍ଗୀତକୁ ଦେଖିକି ଶାମ୍ବ ସମ୍ମାନ କରିବା ବଦଳରେ ଅଟହାସ୍ୟ କରନ୍ତି, ପରିହାସ କରନ୍ତି, ଯେଉଁ ପରିହାସଟା ନାରଦଙ୍କୁ ଆଦୌ ଭଲ ଲାଗିନଥାଏ। ଦେବଶ୍ରୀ ନାରଦ ଶାମ୍ବଙ୍କର ଏହି ଗର୍ବ ଅହଙ୍କାରକୁ ଭାଙ୍ଗିବା ପାଇଁ ମନେ ମନେ ଯୋଜନା ପ୍ରସ୍ତୁତ କଲେ। ଥରେ ଐରିବତକ ପର୍ବତ, ଏହା ହେଉଛି ଗୁଜୁରାଟ ସହରରେ ଅବସ୍ଥିତ। ଐରିବତକ ପର୍ବତର ତଳେ ଗୋଟେ ପୁଷ୍କରିଣୀ ଅଛି। ସେହି ପୁଷ୍କରିଣୀରେ ଗୋପାଙ୍ଗନା ମାନେ ସ୍ନାନ କରନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୋପାଙ୍ଗନାଙ୍କ ସହିତ ସେହି ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି। ଥରେ ଗୋପାଙ୍ଗନା ମାନେ ସ୍ନାନ କରୁଛନ୍ତି, ଦେବଶ୍ରୀ ନାରଦ ଦେଖିଲେ। ଦେବଶ୍ରୀ ନାରଦ ଏହି ସମ୍ବାଦଟି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବକୁ ଜଣାଇଲେ ଯେ ଗୋପାଙ୍ଗନା ମାନେ ଆପଣଙ୍କୁ ଡାକୁଛନ୍ତି ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା